ଆସିକି ଯୋଉ ଚ୍ୟାନେଲ ବି ବର୍ତ୍ତମାନ ଯୋଉଟା କି ଫେସବୁକ୍ ବା ଗଣମାଧ୍ୟମ ଯୋଉ ପଠେଇଛନ୍ତି ସେଇଥିରେ ମୁଁ ତାଙ୍କୁ ବାଇଟ୍ ଦେଇଛି ଯେ କୌଣସି ପ୍ରକାର ଆମେ ଯଦି 2 ନମ୍ବର କରୁଛୁ ପ୍ୟୁରିଟି କମ୍ ଦଉଛୁ ସେ ସବୁ ଆପଣ ପ୍ରମାଣ କରନ୍ତୁ ନା। ମୁଁ ତ ତାଙ୍କୁ ଚ୍ୟାଲେଞ୍ଜ ଦେଇ କହିଲି ଯେ ଆପଣ ଏ ରୁ ଜେଡ୍ ପର୍ଯ୍ୟନ୍ତ ଯେତିକି ପ୍ରଡକ୍ଟ ଅଛି ଗୋଟେ ଗୋଟେ କରିକି ଆପଣ ଟେଷ୍ଟ କରନ୍ତୁ। ଯଦି ଆପଣ କୌଣସି ଆମକୁ କ୍ୟାରେଟ ମିଟରରେ କୌଣସି ଯଦି ଭାବୁଛନ୍ତି ଯେ ନାଇଁ ଏଇଠି କ୍ୟାରେଟ ମିଟରରେ ଯଦି କମି ଅଛି ବାହାରେ ନିଅନ୍ତୁ ଟର୍ଚ୍ଚ କରନ୍ତୁ ସବୁ ଜିନିଷ କରିବା ପାଇଁ ମୁଁ ତାଙ୍କୁ ସେଇ ଥର କହିଥିଲି। କହିଲା ପରେ ବି ସେ କହୁଛନ୍ତି ନା ଆମେ କୌଣସି ଡୁପ୍ଲିକେଟ୍ କରିକି କଣ ହବ। ଗଭର୍ଣ୍ଣମେଣ୍ଟର ସାର୍ଟିଫିକେଟ ଆମ ପାଖରେ ଅଛି। ୱେଟ୍ ମେଜରମେଣ୍ଟ ବାଲା ସେମାନେ ଆସିକି ପ୍ରତ୍ୟେକ ମାସେ 2 ମାସରେ ସବୁ ଜିନିଷ ଓଜନ ଦେଖି ଯାଉଛନ୍ତି। ବିଆଇସି ବାଲା ଆସିକି କହୁଛନ୍ତି HYD ହଉଛି HYD ର ଯୋଉ ବିଆଇସି କେୟାର ଅଛି କଷ୍ଟମରକୁ କହୁଛନ୍ତି ଆମ ବିଆଇସି କେୟାର ଯୋଉ 5ଟା ଡିଜିଟ୍ ଅଛି ସବୁ ଦେଖାଅ। ଆମେ ବି ବିଆଇସି କେୟାରରେ ଯାଇକି ତାଙ୍କ ଡିଜିଟ୍ ଦେଖେଇଲା ପରେ କେବେ ହେଇଛି 22 କ୍ୟାରେଟ ସବୁ ଜିନିଷ ଡିଟେଲ ସବୁ ମେନସନ ହଉଛି। ତ ଇଏ ସବୁ ଜିନିଷ ଆକ୍ରୋଶ ମୂଳକ କଣ ତାଙ୍କର ଉଦ୍ଦେଶ୍ୟ ଅଛି ଆମକୁ ହଇରାଣ କରିବା ପାଇଁ ଚାହୁଁଛନ୍ତି କି ଆମକୁ କୌଣସି ଜିନିଷ ବ୍ଲାକମେଲ କରିବାକୁ ସେ ଚାହୁଁଛନ୍ତି ତେଣୁ ଏ ଗଣମାଧ୍ୟମକୁ ଦଉଛନ୍ତି। ତେଣୁ ଆମର କାରିଗର ପରିଚୟ ଆମକୁ ଜାଣିନୁ। ମୁଁ ତ ସେ ତାକୁ ଜାଣିନି କିଛି ନାହିଁ। ଆଉ କୌଣସି ଯୋଉ ଜିନିଷ ଯୋଉ କହୁଛି କାରିଗର ଯଦି ପଇସା ଜଣେ ସେ କହୁଛନ୍ତି ଯେ କାରିଗର ମୋ ପଇସା ପେମେଣ୍ଟ ରଖିଦେଇଛ ଆଉ ତୋ ପଇସା ପେମେଣ୍ଟ ରଖିଦେଲି ତମେ କେମିତି ଜଣେ ରଖିଦବୁ। ତୁ ଯଦି ବିଲ୍ ଦେଇଥିବୁ ବିଲ୍ ରେ ତ ପେମେଣ୍ଟ ହବ। ଜିଏସଟି ବିଲ୍ ଦବୁ ଜିଏସଟି ପେମେଣ୍ଟ ହବ। ତୋ ଲେଜର ଦେଖା ତୋର ବିଲ୍ ଆଣେ। ଖାଲି କହିଦେଲେ ହବ କି କାହାଠୁ ଶୁଣିଦେଲେ କାହାକୁ ମୁଁ ଏକ୍ସପୋଜ କରିଦେବି ବା କାହାକୁ ବ୍ଲାକମେଲ କରିବି ତାଠୁ ପଇସା ନେଇଯିବି। ନାଇଁ ସେ ଲୋକକୁ ମୁଁ ଜାଣିନି। ନା ନା ଜେଣ୍ଟ ସହିତ ସମ୍ପର୍କ ଅଛି ନାହିଁ ମୁଁ ତ ତାକୁ ପ୍ରାକ୍ଟିକାଲି ମୁଁ ଦେଖିନି କି ଜାଣିନି। ତ ଏବେ ଖାଲି ଯୋଉ ଜିନିଷ ଯାକ ଏମାନେ ସବୁ ଆସିକି କହିଲେ ମିଡିଆ ଭାଇ ମାନେ ଆସିଲେ ଯୋଉ ନିର୍ଦ୍ଦିଷ୍ଟ ମିଡିଆ ଆସିଲେ ମତେ ଯୋଉ ପଚାରିଲେ ମୁଁ ତାର ଆନ୍ସର ଦେଲି। ମତେ ସେଇଠି ବି କହିଛି ମୁଁ ତାକୁ ତ ପଚାରିଲି ମୁଁ ତମକୁ ଚିହ୍ନିଛି ମୁଁ ସେ ତ ମନା କଲା। ସେଟା ଆପଣ ବି ଦେଖୁଥିବେ ମୁଁ ତ ତାକୁ ପଚାରିଛି ସେଇ ବାଇକରେ ବି ପଚାରିଛି ମୁଁ ତ ତାକୁ ଜାଣିନି। ଗୋଟେ ଜିନିଷ ହଉଛି ଯୋଉଠି ଯଦି ବିକା କିଣା ହେଲା ମାଲିକ ସହିତ ବି ବା ଯାହା ଯିଏ କନସର୍ନ ପର୍ସନ ହଉଛି ତମେ ଷ୍ଟୋରକୁ ବଦନାମ କରିବ ଫେକ୍ ଦଉଛ କରୁଛ। ଆରେ କଷ୍ଟମର କଣ ବୋକା। କଷ୍ଟମର ଉପରେ ଆମର ଏତେ ଭ୍ୟାଲୁଏବୁଲ କଷ୍ଟମର ଅଛି ସେ ପ୍ରତ୍ୟେକ ଜିନିଷ ଆମେ କ୍ୟାରେଟ ମିଟର ଆମେ ଟେଷ୍ଟ କରିକି ଦଉଛୁ ସେମାନେ ଦେଖୁଛନ୍ତି ସବୁ ଜିନିଷ କରୁଛନ୍ତି। ଫେର ଆଜି ପର୍ଯ୍ୟନ୍ତ ଆମେ ଲୋ ମେକିଂ ଦଉଛୁ ବୋଲି କିଛି ଲୋକ ବି ଜେଲସ୍ ହଉଛନ୍ତି। ଆମେ ଲୋ ମାର୍ଜିନ ଦେଲୁ ବିଜନେସ ଗୋଟେ ଅଲଗା ଟାଇପର ଆମେ ମାର୍ଜିନ କମ କରିକି ଦେଲୁ ସେଥିରେ ତ ଆମର କୌଣସି ଭୁଲ ନାହିଁ। ତା ବଦଳରେ ନଉଛି ତମେ 22 କ୍ୟାରେଟ ବିକୁନ ଆଉ 22 କ୍ୟାରେଟ ବିକୁନ ପ୍ରମାଣ ଦଉନ ପ୍ରମାଣ କରୁନ। ହଁ ଏଇଟା ଷଡ଼ଯନ୍ତ୍ର ହିଁ ଏଇଟା ଷଡ଼ଯନ୍ତ୍ର ହିଁ ଇଏ ଆଉ କାହାର ଆମେ କେମିତି କହିପାରିବା। କୌଣସି ଅନୁମାନ ଯଦି ବୋଲେ ଆମର ମୁଁ ତ ଏବେ ଯଦି ଭାବିବି ଯେ ଏଇ ନିର୍ଦ୍ଦିଷ୍ଟ ଚ୍ୟାନେଲ ଯୋଉମାନେ ଆସୁଛନ୍ତି ବା ଯିଏ ଆମର ବାଇଟ୍ ନେଇକି ଏସବୁ ଜିନିଷ କରିଛନ୍ତି ସେମାନେ ହିଁ କରିଥିବେ। ତାଙ୍କ ପଛରେ ଆଉ କିଏ ଥିବ। ଫସେଇବ ଯଦି କିଛି ପଇସା ଦେଖନ୍ତୁ ଗୋଟେ ଜିନିଷ ହଉଛି ମୁଁ ଆପଣଙ୍କୁ ଫସେଇବି ବା କୌଣସି ବଦନାମ କରିବି କାହା ଦ୍ଵାରା ମୁଁ ପ୍ରଲୋଭିତ ହେଲି ମତେ କିଛି ଦରକାର କି ମତେ ବଟି ଦରକାର କି କୌଣସି ପ୍ରକାର ଜିନିଷ ଦରକାର ଏହା ସବୁ ଭାବିକି କିନ୍ତୁ ଆମେ ସେ ସବୁ ଜିନିଷ କରୁନୁ। କାରଣ ଆମେ ଲୋ ମାର୍ଜିନ ଆମେ କଷ୍ଟମର ଡୋର ଷ୍ଟେପରେ ପହଞ୍ଚିବାକୁ ଚାହୁଁଛୁ ଯେ କଷ୍ଟମର ମୋର ବେନିଫିଟ ପାଆନ୍ତୁ। ହଁ ନିଶ୍ଚିତ ନା ଆମେ କରିବୁ ନା। କାହିଁକିନା ଆମକୁ ଜଣେ ଯଦି ବଦନାମ ଗଣମାଧ୍ୟମରେ ଯୋଉ ନିର୍ଦ୍ଦିଷ୍ଟ ଚ୍ୟାନେଲ ବି କରିଛି ବା ତା ସହିତ ସମ୍ପୃକ୍ତ ଅଛନ୍ତି ଯୋଉ ଲୋକମାନେ ଅଛନ୍ତି ସେମାନଙ୍କ ଏଗନେଷ୍ଟ ଆମେ ତ ଏଫଆଇଆର ଦବୁ ନା। କାହିଁକିନା ଜଣକୁ ଆପଣ ବଦନାମ କରିବା ପୂର୍ବରୁ ତାର ତ ପ୍ରମାଣ ଦରକାର। ବିନା ପ୍ରମାଣରେ ଆପଣ ବଦନାମ କରିପାରିବେନି ଯେ ନାଇଁ ମୁଁ ପଇସା ଦେଇଦେବି ଆପଣମାନଙ୍କୁ ଡାକିଦେବି ଆପଣଙ୍କୁ ଦେଇଦେବି ଆସନ୍ତୁ ମିଛରେ ଗୋଟେ ପ୍ରଚାର କରି ଆପଣ କରିବେ କି କେବେ ବି କରିବେନି। କାହିଁକିନା ମୁଁ ଯେତିକି ଜାଣିଛି କୌଣସି ମିଡ଼ିଆ ଭାଇ ମାନେ ଯୋଉମାନେ ସଚୋଟ ବା ଅନେଷ୍ଟି ସେମାନେ କେବେ ବି କରନ୍ତିନି ଭୁଲ ଜିନିଷକୁ। ହଁ ମାଲିକ ଜାଣିଛନ୍ତି ନା। ନା ଆଗୁ ମାନେ ଏଇ ଇନସିଡେଣ୍ଟ ତ କାଇଁ ଆମ ଫାର୍ଷ୍ଟ ଟାଇମ ତ ମୁଁ ନା ନାଇଁ ମତେ ତ ମୁଁ କାଇଁ ପର୍ଟିକୁଲାରଲି ମୋ ଇଏରେ ତ ମୁଁ ଜାଣିନି ଯେ କିଏ ମାଗିଛି କଣ ସେଟା ଯଦି ମାଲିକ ସହିତ ଯଦି କଣ କିଏ କଥା ହେଇଥିବ ମୁଁ ଜାଣିନି। କିନ୍ତୁ ଏଇ ଯୋଉ ଆଜିର ଯୋଉ ନ୍ୟୁଜ ଅନୁସାରେ ହିଁ ମୁଁ ଆପଣଙ୍କୁ ତାର ରିପ୍ଲାଇଟା ଦଉଛି। ହଁ ସେ କହୁଛନ୍ତି ନା ଆମକୁ ଜଣାନ୍ତୁ ନା ଆମେ ଏଫଆଇଆର କରିବୁ ଆମେ ଏଫଆଇଆର ଦବୁ ବର୍ତ୍ତମାନ ଥାନାରେ ଦବୁ ଯେ କୌଣସି ବିନା ପ୍ରୁଫରେ କୌଣସି ବିନା ପ୍ରମାଣରେ ଜଣକୁ ବଦନାମ କରିବା ଠିକ ନୁହଁ ତା ଏଗନେଷ୍ଟରେ ଆମେ ମାଲିକ ଆଜ୍ଞା ହଁ ଆଇନ ଉପରେ ତ ଭରସା ସମସ୍ତଙ୍କ ଚାଲିଛି। ଆଜି ଆମେ ବଞ୍ଚିଛୁ ଯଦି ଆଇନ ପାଇଁ
जदि कौन असुविधा हेले भी आईन ही हमको आज पर्यटन निश्चित 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 मोर आईन उपर 100 to 200% ग्यारंटी अच्छी जे प्रकृत सत्यासत से खोजे आ दोषी को दंड देवे कोटा कहले जो लोक कारीगर पर मु जानि मु से बाइट देइछि परा मु कहले मु तुमको चिन्छि मु तो चिन्ने तांको मालिक चिन्हन ना मु कोन कहि पारि सेटा तो मो प्रेजेंट से लोक आछन से मालिक कहले तो मु तो जाननी काहू से तो से जिंस कहउछन मु तो पचारली मु कहले से तो ताकू चिन्ह ना हम तो चिन्हनु कस्टमर मन बहुत बहुत भलो बा समान सब जानिचंती जे जेएनटी रो आमे काहे नौचु आउ जेएनटी रो 10 बार नहीं से 50 बार परीक्षिचंती वेट रे परीक्षिचंती प्यूरिटी परीक्षिचंती से देखंतु अन्य ज्वेलरी मानकर कैरेट मीटर नहीं कि आम कैरेट मीटर रखिछु कौन प्रकार ये नुह कि आम कस्टमर को माने कौन कहती ठकिकी ना तो उद्देश्य ना कौन पर्दा पछरे रखिकी ना ये जिन ना आम कैरेट मीटर ना पूरा प्रांजल भाव में पूरा देखा जो कस्टमर आसिला आम टेस्ट करूँ नुआ अर्नामेंट नौकरी एवं भी ओडावासी मोर कस्टमर मानक मुझे कहबी जदि कहार डाउट आसनी कैरेट मीटर कोठी भी टेस्ट करके से आनिक दिंतु तापाई से आम दायी हूँ जब कौन भूल कर फिंगरिंग देखा आपको डेमोन्स्ट्रेशन दूसरी आपको प्यूरिटी केमती चेक हुए ये देखो आपंकर सोना ये रहा ये मेसीन रे पसिबो ना कोन ये एक्सरे मेसीन सर सोनार एक्सरे मेसीन ये रहा रखीदेली बर्तमान स्टार्ट करवा ये सर देखो दुई ऑप्शन आर्नामेंट और मेल्टिंग गोटे जोटा कि आपंकर गोल्ड गोल्ड कले सीटा आसो मेल्टेड और यहाँ गोल्ड ऑर्नामेंट गोटे कन्फर्म कली 30 सेकेंड आपको नब एक्सरे करने तापर तार प्यूरिटी आपको यहाँ आपंकर यहाँ ओनली केरला सर ओनली वन जोटा कि स्टेट हुए केरला आर मानिपुलेसन ना ऑल ऑफ इंडिया आपंकर 91 जोटा प्यूरिटी आसूँ 91.6 बर्तमान HYD 91.8